ତାଙ୍କ ମୁହଁରୁ ଗୋଟାଏ ଶବ୍ଦ ଶୁଭେ ମାମା। ହେଲେ ତୁ? ମୁଁ ସବୁବେଳେ ବାବାଙ୍କୁ ଖୋଜେ। ମୋ ପାଠୁ ବାପା ବାହାରେ ସେ ବାବା, କାହିଁକି ନା ବାବା ହଉଛନ୍ତି ମୋ ପାଇଁ ସବୁ କିଛି। ଦୁଃଖରେ ବାବା, ସୁଖରେ ବାବା, ସବୁବେଳେ ବାବା ବାବା ବାବା। ଛୁଟି ପଡ଼ିଲେ ସିନା ମାମାଙ୍କୁ କିଏ ଖୋଜେ, ମୁଁ କେମିତି ଖୋଜେ ମୋ ବାବାଙ୍କୁ। କାହିଁକି ନା ମାମା ମନ ତ କାଲିଲେ ମୁଁ କେବେ ମୁହଁ ପୋଛିନି, ମା କୋଳରେ କେବେ ମୁଁ ଶୋଇନି। ସତ କହିବାକୁ ଗଲେ ମା ବିଷୟରେ ମୁଁ ବିନ୍ଦୁ ବିଷୟ କେବେ ଜାଣିନି। କେମିତି ଜାଣିଲୁ ତୁ? ମୁଁ ପୁରା ତୋ ମାମା। ତମେ ମୋ ମାମା? କେମିତି ତମେ ମୋ ମାମା? ତମେ କଣ ମତେ 10 ମାସ 10 ଦିନ ଗର୍ଭରେ ଧରି ଜନ୍ମ ଦେଇଛ? ତମେ କଣ ହିନ୍ଦୁ ହିସାବରେ 7 ଦିନ 7 ରାତି ଜଗି ଦେଇଛ? ତମେ ତ ତମ ଛାତ୍ର କ୍ଷୀର ଦେଇ ମତେ ବଡ଼ କରିଛ। କୁହ, ଲୋକ ଆଇଲ, ଆରେ କୁହ, କଣ ଲାଗେ? ନା, ଯଦି ଏସବୁ ତମେ କରିନ, ତାହେଲେ ମୋ ଅଧିକାରରେ ମୁଁ ତମକୁ ମାମା ବୋଲି ଡାକିବି। ମୁଁ ମୋ ମନକୁ ବୁଝାଇ ଦେଇଛି, ତମେ ହଉଛ ମୋ ଆୟା, ତମେ ହଉଛ ମୋ କେୟାରଟେକର। କହିଲୁ? କଣ କହିଲୁ ତୁ? ମୁଁ ତ କେୟାରଟେକର? ମୁଁ ତ ଆୟା? ତୁ ଭୁଲି ଯାଉଛୁ ପ୍ରିନ୍ସ, ତୋ ବାବା ମତେ ବିବାହ କରିଛନ୍ତି। ଏଇ ଦେ, ତୋ ବାବାଙ୍କର ଶୁଭ ବରଛି ମୋ ହାତରେ ଶଙ୍ଖା ପିନ୍ଧିଛି, ମଥାରେ ସିନ୍ଦୁର ପିନ୍ଧିଛି। ତମ ସାଥିରେ ହାତ ରଖି କହିପାରିବ ଏ ଶଙ୍ଖା ସୁନ୍ଦର ତମେ ମୋ ବାବାଙ୍କ ପାଇଁ ପ୍ରଥମ ଥର ପାଇଁ ପିନ୍ଧିଛ? ତା ପୂର୍ବରୁ ତମର କେହି ସ୍ୱାମୀ ନଥିଲେ? ମୋ ବାବା ହଉଛନ୍ତି ତମର ପ୍ରଥମ ସ୍ୱାମୀ, କହିପାରିବ? ଏସବୁ କଥା ତୁ ମତେ କାହିଁକି ପଚାରୁଛୁ? ଯଦି ମୋର ପଚାରିବାର ଅଧିକାର ନାହିଁ, ତାହେଲେ କୋଉ ଅଧିକାରରେ ମୁଁ ତମକୁ ମାମା ବୋଲି ଡାକିବି? ନା ମୁଁ ତମକୁ କେବେ ମାମା ଡାକିଛି, ନା ଏ ଜନ୍ମରେ ଡାକିବି। କାହିଁକି ଡାକିବନି? ଏ ସାରା ଦୁନିଆ ଜାଣିଛେ ସଂଯୁକ୍ତା ଏ ଧନଞ୍ଜୟ ସାମନ୍ତରାୟର ସ୍ତ୍ରୀ। ପ୍ରଥମ ସ୍ତ୍ରୀ ନୁହଁ, ଦ୍ୱିତୀୟ ସ୍ତ୍ରୀ ହେଇପାରେ ମୋ ସାବତ ମା। ହେଲେ ଦୁନିଆର ପ୍ରତ୍ୟେକ ସାବତ ମା କେହି କେବେ ମା ହେଇପାରିନାହାନ୍ତି। ତାକେ ମୋ ମାମା ହେବେ କେମିତି? ଆରେ ପିଲା ଦିନେ ଗୋଟିଏ କଥା କହି କହି ମୁଁ ଥକି ଗଲିଣି। ଆରେ ତାକୁ ମା ପରି ଡାକ। ଏ ମା ଶବ୍ଦଟା ମୋ ଛାତି ଭିତରେ ଯୋଉ ଆଘାତ ଲାଗିଛି, ସେ ଆଘାତକୁ ମୁଁ ଆଜି ପର୍ଯ୍ୟନ୍ତ ଭୁଲି ପାରିନି। ପ୍ଲିଜ ବାବା ପ୍ଲିଜ, ମୁଁ ଆପଣଙ୍କ ହାତ ଯୋଡୁଛି, ମୁଁ ଆପଣଙ୍କର ସବୁ କଥା ମାନି ନେଇ ପାରିବି। ତା ବ୍ୟତୀତ ମୁଁ ସବୁ କଥା ମାନି ନେଇ ପାରିବି ଆପଣଙ୍କର। ତୁ ବାବାରେ ଗୋଟିଏ କଥା ରଖିବାକୁ ପଡିବ ତତେ। ପ୍ଲିଜ ବାବା ପ୍ଲିଜ, ଏ ଚାକରକୁ ଯଦି ଆପଣ ଏଇଠି ପହଞ୍ଚ ଦେବେ ମନୁ ଚାଲିଯିବେ, ଚାଲିଯିବେ। ତୋ ଜବର ଗୋଟାଏ ବୋଲି ପୁଅ ତୁ ମୋ ଛାତିର କରିଯା। ତୋ ବାବା ଯେତେ କେତେ ଭଲ ପାଏ ଏ କଥାଟା ତୁ କଣ ଆଜି ପର୍ଯ୍ୟନ୍ତ ଅନୁଭବ କରିପାରିବୁ? ଅନୁଭବ କରିପାରିଛି ବୋଲି ତ ଆଜି ପର୍ଯ୍ୟନ୍ତ ମନ୍ଦିର ନ ଯାଇ ମୁଁ ଏ ଘରକୁ ମନ୍ଦିର ବୋଲି ଭାବିଛି, ଆଉ ମନକୁ ବୁଝାଇ ଦେଇଛି। ତମେ ହଉଛ ମୋ ପାଇଁ ବଡ ଠାକୁର। ମୁଁ ଯଦି ତୋ ପାଇଁ ବଡ ଠାକୁର, ଯିଏ ମୋ ମଙ୍ଗଳ ମନାସି ମୋ ପାଇଁ ସୌକା ସିନ୍ଦୁର ପିନ୍ଧି ସାରିଛି, ସିଏ ତୋ ପାଇଁ ବଡ ଠାକୁରାଣୀ ହେଇପାରିବନି କେମିତି? ବାବା ନୀଳବର୍ଣ୍ଣ ଶୁଭ ନିଜ ସ୍ୱାର୍ଥ ପାଇଁ ସିଂହ ମୁମ୍ବାରେ ଲୁଚି ରହିଲେ ବି ତାକୁ କେହି କେବେ ସିଂହ ବୋଲି କହିବେନି କି ରଜା ବୋଲି ଡାକିବେନି। ଆପଣ ମଙ୍ଗଳ ମନାସି ଆଙ୍କ ଦେହରେ ବେଞ୍ଚା ବେଞ୍ଚା ସୁନ୍ଦର ବୋଳିଦେଲେ ବି ଆପଣ ମାନି ନେଇ ପାରନ୍ତି ଆପଣଙ୍କ ସ୍ତ୍ରୀ। ହେଲେ ମୁଁ ଆମକୁ କେବେ ବି ମୋ ମାମା ବୋଲି ମାନି ନେଇ ପାରିବିନି। नो भाई नो बेस। अरे बाबा वो कथन के सुनो। ଯେତେ ଡାକିଲେ ବି ସେ ତମ ଡାକ କିଛି ବି ଶୁଣିବନି। ସବୁ ଭୁଲ ତମର। ତମରି ପାଇଁ ମୁଁ ମା ହବାର ଅଧିକାର ବଞ୍ଚିତ ହୋଇଛି। ତମେ ମତେ ମା ହବାର ସୁଯୋଗ ଦେଇନ। କହିଲ କଣ ନା ଏ ପ୍ରିନ୍ସ ହଉଛି ମୋ ପୁଅ, ବାକି ଜୀବନ ତାରି ମୁହଁକୁ କାଟି ମୁଁ ବିତେଇ ଦେବି। ଆଜି ପର୍ଯ୍ୟନ୍ତ ଆମର ଏଠି କିଛି ଅସୁବିଧା ହେଇନି କି ବଞ୍ଚିଥିବା ପର୍ଯ୍ୟନ୍ତ ତମର କିଛି ଅସୁବିଧା ହବନି। ସାରା ଜୀବନ ଆମେ ଖୁସିରେ ରହିବା, ଶାନ୍ତିରେ ରହିବା। ଶାନ୍ତି? କୋଉ ଶାନ୍ତିରେ ରହିବି? କେମିତି ଶାନ୍ତିରେ ରହିବି? ମୁଁ ତ ସେଇ ବୟସରେ ପହଞ୍ଚି ସାରିଛି ଯୋଉ ବୟସରେ ଆଉ ଦେହରେ ମୁଖ ନାହିଁ। ଦିନକୁ 10ଟା ଶାଢୀ ପିନ୍ଧିବାର ଇଚ୍ଛା ମୋର ମରିଗଲାଣି। ବେଚା ବେଚା ସୁନା ଗହଣା ପିନ୍ଧିବାର ଲୋଭ ମୋର ସରିଗଲାଣି। ଏବେ କେବଳ ଗୋଟିଏ ଇଚ୍ଛା,
ପିଲାମାନଙ୍କୁ ମୋର ବାରମ୍ବାର ମାମା ଡାକ ଶୁଣନ୍ତି, ସେମାନଙ୍କୁ ସ୍ନେହ ଆଦର ପାଆନ୍ତି। ହେଲେ ତମେ ମୋତେ ମରୁଭୂମିରେ ଠିଆ କରିଦେଇ ଏ ପ୍ରିନ୍ସ ନାମକ ମରିଚିକା ପଛରେ ଗୋଡ଼େଇବା ପାଇଁ ବାଧ୍ୟ କଲ। ମରିଚିକା ପଛରେ ଗୋଡ଼େଇଲେ ନା ଶୋଷ ମେଟେ ନା ମନ ବୁଝେ। ଯାହା ତମ ଭାଗ୍ୟରେ ଥିଲା ଠିକ ସେ ହେଲା ସଂଯୁକ୍ତ। ତମେ ସିନା ମୋ ଭାଗ୍ୟକୁ ଦୋଷ ଦଉଛ, ହେଲେ ସବୁ ଦୋଷ ମୁଁ ତମକୁ ଦେବି। କାହିଁକି ତମେ ମୋତେ ମା ହବାର ସୁଯୋଗ ଦେଲନି? ସେଇଥିପାଇଁ ସୁଯୋଗ ଦେଲେନି ଯେ ତମେ ହଉଛ ମୋ ପ୍ରିନ୍ସର ଶବଦ ମା। ତମଠାରୁ ପିଲା ଛୁଆ ଜନ୍ମ ହେଇଥିଲେ ସେମାନେ ଦେଇଥାନ୍ତି ମୋ ପ୍ରିନ୍ସର ଶବଦ ଭାଇ ଭଉଣୀ। ତମେ ତମ ପିଲାମାନଙ୍କର ସତ କଥା ଚିନ୍ତା କରି ମୋ ପ୍ରିନ୍ସଟା ମୋ ପାଖରେ ଯୋଉ ନିଆଁ ଜଳୁଛି, ପାହାଡ଼କୁ ଛୁଡ଼ିବା ପାଇଁ ମୁଁ ଯୋଉ ଡହଳ ବିକଳ ହଉଛି, କେମିତି ମୁଁ ଧୈର୍ଯ୍ୟ ଧରିବି? କେମିତି ମୁଁ ଶାନ୍ତିରେ ବଞ୍ଚିବି? ଶାନ୍ତିରେ ବଞ୍ଚିବା ପାଇଁ ତୋର ଯଦି ଇଚ୍ଛା ତାହେଲେ ଫେରିଯା ତୋ ସେ ପୁରୁଣା ଘରକୁ। ସେଇଠି ଖୁସିରେ ରହିବୁ, ସେଇଠି ଶାନ୍ତିରେ ରହିବୁ। ସବୁବେଳେ ପିଲାମାନଙ୍କ ଠାରୁ ମା ଡାକ ଶୁଣିବୁ। ଯା ଚାଲିଯା, ଫେରିଯା। ଆଜି ବୟସ ଗଡ଼ିଗଲା, ଦେହର ଭୋକ ମରିଗଲା ପରେ ତମ ପାଖରୁ ମୋତେ ଦୂରେଇ ଦଉଛ ନା? ମୁଁ କଣ ସ୍ତ୍ରୀ ନଥିଲେ ଥିଲେ ତମ ରଖିତା? କିଛି ପଚାରଣା ମତେ ପୁରୁଣା ଦିନ କାହାକୁ ଘରେ ପକେଇବା ପାଇଁ ଚେଷ୍ଟା କରନା। ଯଦି ଗୋଟେ ଛୋଟ ପିଲାକୁ ବିଚାରପତି ଆସନରେ ବସେଇ ଦିଆଯାଏ, ସେ ବିଚାର କରି ତମକୁ ଫାଶୀ କୁଣ୍ଠରେ ଛୁଡ଼େଇ ଦବ। ତମେ ଫାଶୀ ପାଇବ, ଫାଶୀ। ଆଜି ସବୁ ଦୋଷକୁ ମୋ ଉପରେ ଲଦି ଦେଇ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଛ ନା? ତମର କଣ କିଛି ଦୋଷ ନଥିଲା? ତମର କଣ କିଛି ଭୁଲ ନଥିଲା? वो कोई ठीक କରିବାକୁ तू कैसे? हाँ कैसे तू? ब्रेक लागରୁ ଅନୁତାପ ନିଆରେ ବୁଖାରି ଚଳୁଛି। ଆଜି ତୁ ଚଳିବା ଆରମ୍ଭ କରିବୁ। ତୋ ଚଳିବା ଦେଖି ତୋ ପାଇଁ ପାଠ ପଢ଼ା ହଉଥିବା ଶହ ଶହ ସ୍ତ୍ରୀ ଏମିତି ଭୁଲ ଜୀବନରେ ବି କେବେ କରିବେନି। ଆଉ ଏଇଟା ହବ ସମାଜ ପାଇଁ ଆଜିର ସମୟରେ ସବୁଠାରୁ ବଡ଼ ବାର୍ତ୍ତା। ଏଇଟା ତୁ ପିଲାମାନଙ୍କ ପାଖକୁ ସେଇଟା ଖୋଜରେ ରହିବୁ, ଶାନ୍ତିରେ ରହିବୁ। ଫେରିଯା, ଫେରିଯା। ପାଖକୁ ଫେରିଯିବି, ମା ସିନା ପିଲାମାନଙ୍କ ପାଖକୁ ଫେରିଯାଏ, ହେଲେ ମୁଁ ତ ମା ନୁହଁ, ଡାହାଣୀ, କଞ୍ଚା ଡାହାଣୀ। ମୁଁ ନା ନିଜ ପିଲାମାନଙ୍କ ପାଖରୁ ମାମା ଡାକ ଶୁଣିପାରିବି, ନା ଏ ପ୍ରିନ୍ସ ମୋର ମାମା ଡାକ ଶୁଣିପାରିବି। କାହା ସହିତ ମୋର କି ସମ୍ପର୍କ? ଟିକେ ଶୁଣିବେ। ମୁଁ ପ୍ରିନ୍ସକୁ ଦେଖା କରିବାକୁ ଆସିଥିଲି। ପ୍ରିନ୍ସ ଘର ଭିତରେ ଅଛି, ଯାଅ ମା, ଘର ଭିତରକୁ ଯାଅ। ନାଇଁ ଦେଖନ୍ତୁ, ଆପଣ ଯଦି କିଛି ଖରାପ ନ ଭାବିବେ, ମୁଁ ଆପଣଙ୍କୁ ଗୋଟେ କଥା ପଚାରିଥାନ୍ତି। ପଚାର। ଆପଣ? ମୁଁ ପ୍ରିନ୍ସର ମାମା। ଆଣ୍ଟି। ଆଣ୍ଟି, ଆପଣ ମୋତେ ଏତେ ବୁଲି ବୁଲି ଦେଖୁଛନ୍ତି କଣ? ଆପଣ ତ ଜାଣିପାରିଲେ ମୁଁ ଆପଣଙ୍କ ବୋହୂ ବୋଲି। ପ୍ଲିଜ୍ ତ ଆପଣଙ୍କୁ ଜଣେଇଛନ୍ତି ଆମେ ଦୁଇ ଦିନକୁ। ଆଣ୍ଟି, 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 ମୁଁ ଅନୁଷ୍କା। ଆପଣ ମୋତେ ଅନୁ ବୋଲି ଡାକିପାରିବେ। ଅନୁ? କୋଉ ଅନୁ? କୋଉଠି ତମ ଘର? ଆମ ଘର କନକପୁର। କିଏ ତମ ବାପା? କିଏ ତମ ମା? ମୋ ମା କଥା ପଚାରୁଥିଲି ମୋତେ। ସେ ବଞ୍ଚି ଥାଇପାରେ, ହେଲେ ଆମ ପାଇଁ ସେ କେବେଠୁ
ବହୁତ ଛୋଟ ଥିଲି ମୋ ବାବା ହୋଇ ଦୁନିଆରେ ନାହାନ୍ତି ମୋ ବାବାଙ୍କ ନାଁ ଥିଲା ସୁଦର୍ଶନ ଚୌଧୁରୀ ଆମ ମା କଥା କଣ କହିବି ତା କଥା ନ କହିବା ଭଲ ତା ଭଳି ରାକ୍ଷସୀ এই দুনিয়ার কাহার भी मानो ତମ ମୋର ସବୁ କଥା ଶୁଣି ସାରିଲା ପରେ ମତେ ଲାଗୁଛି ତମ ମା ବୋଧେ ପିଲାଟି ଦିନରୁ ତମକୁ ଛାଡ଼ି ଦେଇ ଚାଲି ଯାଇଛି ମାର ମମତା କଣ ତମେ ଜାଣିନ ମାର କୋଳକୁ ତମେ କେବେ ବି ଅନୁଭବ କରିନ ଗୋଟେ କଥା କହିଲେ ରଖିବ ତମେ ତମ ପ୍ରିନ୍ସ କି ବାହା ହବ ମୋ ବୋହୂ ହବ ବୋହୂ ତ ଝିଅ ସହିତ ସମାନ ଶାଶୁ ତ ମା ସହିତ ସମାନ ମତେ ଥରେ ମାମା ବୋଲି ଡାକିବ ଆପଣଙ୍କୁ ତ ମୁଁ ସାରା ଜୀବନ ମାମା ବୋଲି ଡାକିବି ଏବେଠୁ ଡାକିଲେ ଅସୁବିଧା କଣ ଏବେ ଡାକିବି ଏଇ ସାଙ୍ଗେ ସାଙ୍ଗେ ଡାକିବି ଏଇଠି ଡାକିବି ଏତେ ଦୂରରେ ଥାଇ ମତେ ଡାକି ପାରିବନି ମୁଁ ତମକୁ ଛାତିରେ ଭିଡ଼ି ଧରିବି ତାପରେ ତମେ ମତେ ମାମା ବୋଲି ଡାକିବ ଡାକ ମତେ ତମେ ତାଙ୍କ ପାଖକୁ ଯାଇପାରିବନି ସେ ତାଙ୍କୁ ମାମା ବୋଲି ଡାକି ପାରିବନି ତାଙ୍କର ମା ହବାର କୌଣସି ଯୋଗ୍ୟ ତାଙ୍କ ପାଖରେ ନାହିଁ କେ ନାରୀ ନାରୀ ବୋଲି ଲୋକ ନିଜେ ଜନ୍ମ କର ମାଙ୍କୁ ନାକ ବୋଲି କହିବାକୁ ତମ ମୁହଁ ଟିକେ ରାଜା ଲାଗୁନି ହେ ମୋ ମା କିଏ ମତେ ଜନ୍ମ ଦେଇଛନ୍ତି ମୋ ମା ତ ମରିଯାଇଛି ତାଙ୍କ ସହିତ ମୋ ବାପାଙ୍କର ବାପ ଗାଁରେ ମୋ ମାକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଛି ମତେ ମା ଛଉଟ କରିଦେଇଛନ୍ତି ତାଙ୍କରି ପାଇଁ ମୋ ମା ମରିଛି ତମ କୀର୍ତ୍ତି କାହାଣୀ ଶୁଣି ସାରିଲା ପରେ ମୁଁ ତମକୁ ମା ବୋଲି ଡାକିବି କେମିତି ତମକୁ ସୁନ୍ଦର ଦେଖାଯାଉଥିବା ତମେ ଗୋଟେ ମହାକାଳ ଫଳ ହେଲେ ତମ ଭିତରଟା କଦର୍ଯ୍ୟ କଦାକା ମା ଡାକିବା ବଦଳି ତମ ମୁହଁକୁ ଛେପ ପକେଇବାକୁ ଇଚ୍ଛା ହଉଛି ମୋ କଥା ତମେ ଭୁଲିଛ କେବେ କୌଣସି ପରିସ୍ଥିତିରେ ବି ମୁଁ ତମକୁ ବାହା ହୋଇପାରିବିନି କାହିଁକି ରେ ମା ମୋ ଭଲ ପାଇଁ ତୁ କାହିଁକି ପ୍ରିନ୍ସ କି ବାହା ହେଇପାରିବୁନି ମୋ ପ୍ରିନ୍ସ ତ କୋଟିକରୁ ଗୋଟିଏ ତାକୁ ସ୍ୱାମୀ ରୂପରେ ପାଇବା ସବୁ ସୌଭାଗ୍ୟବତୀ ନାରୀମାନଙ୍କର ଭାଗ୍ୟ ମନକୁ ବୁଝେଇଦେବି ମୁଁ ଗୋଟେ ହାତ ମାଗେ କେବେ କୌଣସି ପରିସ୍ଥିତିରେ ବି ମୁଁ ଏ ଘରକୁ ବୋହୂ ହୋଇ ଆସିପାରିବିନି ଆଉ ଯେ ପର୍ଯ୍ୟନ୍ତ ତମେ ଏଇ ଘର ଭିତରେ ରହିଯାଅ ନାଇଁ ତମେ ଘର ଭିତରେ ବହୁତ ଦିନ ରହିଗଲ ଆଉ ନୁହେଁ ମୁଁ ତମକୁ ଏଠି ରଖି ମୁଁ ଅନୁଷ୍କାକୁ ହାତ ଛଡ଼ା କରିପାରିବିନି ତମକୁ ଯିବାକୁ ହବ ଏ ଘରୁ ଆଜି ତମକୁ ଧକ୍କା ଦେଇ ବାହାର କରିଦେବି ଆସ